ଜୟ ଜଗନ୍ନାଥ ଶ୍ଵେତା କିଚେନକୁ ସ୍ୱାଗତ। ଆଜି ଚାଲନ୍ତୁ ବନେଇବା ଚୁନା ମାଛ କୁରକୁରେ। ତା ପାଇଁ ଚୁନା ମାଛ ଭଲ ଭାବରେ ଧୋଇ ସଫା କରି ନେବା। କର୍ଣ୍ଣଫ୍ଲୋର 2 ଚାମଚ, ଚାଉଳ ଚୁନା 1 ଚାମଚ ନେବା। ତାପରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ଚିକେନ ମସଲା, ଭୃସଙ୍ଗ ପତ୍ର, ଅଦା ରସୁଣ ପେଷ୍ଟ, ଫାଳେ ଲେମ୍ବୁର ରସ ନେଇ ଭଲ ଭାବରେ ମିଶାଇ ନେବା। ହାଲକା ହାତରେ ମିଶାଇବା, ମାଛ ଯେପରି ଭାଙ୍ଗି ନଯାଏ। ଦେଖନ୍ତୁ ଏହିପରି ମିଶାଇବେ। ତାପରେ ତେଲ କରେଇରେ ଗରମ କରିବା। ଅଳ୍ପ ଅଳ୍ପ ମାଛ ନେଇ ଏହିପରି ସ୍ପ୍ରେଡ କରି ପକାଇବା। ସଙ୍ଗେ ସଙ୍ଗେ ପିଠାପାତିଆ ମାରିବେନି, ଛୋଟ ମାଛ ଗୁଡ଼ିକ ଭାଙ୍ଗିଯିବ। 1 ମିନିଟ ଗଲା ପରେ ଧ୍ୟାନର ସହିତ ଏପଟ ସେପଟ କରିନେବେ। ଆପଣଙ୍କୁ ଏହି ରେସିପିଟି ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରିନେବେ। ଫେସବୁକରେ ଦେଖୁଥିଲେ ଫଲୋ କରିନେବେ। ଏବେ ମାଛ ଗୁଡ଼ିକ ଭଲ ଭାବରେ ଫ୍ରାଏ ହୋଇଗଲାଣି। ତେଲରୁ ବାହାର କରିନେବା। ଛୋଟ ପିଲାମାନେ ମଧ୍ୟ ଖାଇପାରିବେ। ପାଟିକୁ କଣ୍ଟା ଜମା ଲାଗିବନି। ଦେଖନ୍ତୁ ଚୁନା ମାଛ କୁରକୁରେ ରେଡି ହୋଇଗଲା। ଏହିପରି ଘରେ ବନାଇକି ଖାଆନ୍ତୁ। ଏନ୍ଜୟ କରନ୍ତୁ। ରହୁଛି, ଧନ୍ୟବାଦ।